ଧନ୍ୟବାଦ ଦେବା କାରଣ ବର୍ତ୍ତମାନ ସମୟରେ ସେ ଆମମାନଙ୍କୁ ପୁଣି ଥରେ ଗୋଟେ ସୁନ୍ଦର ସୁଯୋଗ ଦେଲେ, ଯେପରିକି ଆମମାନେ ପ୍ରତ୍ୟେକ ସପ୍ତାହର ମଙ୍ଗଳବାରରେ ଆମମାନେ ଏଇ ଅନଲାଇନ ମାଧ୍ୟମରେ ଆମେ ପ୍ରଭୁଙ୍କର ବାକ୍ୟକୁ ଆମମାନେ ଶୁଣୁଛୁ, ଶିଖୁଛୁ। ଆଉ ପ୍ରଭୁଙ୍କ ଯୋଉ ବାକ୍ୟ କି ଶିକ୍ଷା ବର୍ତ୍ତମାନ ସମୟରେ ଆମମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଆମେ ଦେଖୁଛୁ ବର୍ତ୍ତମାନ ସମୟରେ ଏପରି ସବୁ ମାନେ ପରିସ୍ଥିତି ଆସୁଛି ଯାହାକି ଆମର ବିଜାତି ଲୋକମାନଙ୍କ କଥା ତ ମାନେ ଛାଡି ଦିଅନ୍ତୁ, ମଣ୍ଡଳୀ ଲୋକମାନେ ମଧ୍ୟ କଣ ହଉଛନ୍ତି ପରୀକ୍ଷାରେ ପଡିକି ପରମେଶ୍ଵରଙ୍କ ଠାରୁ ବହୁତ ଦୂରକୁ ପଳେଇ ଯାଉଛନ୍ତି। ଏତେ ଦୂରକୁ ପଳେଇ ଯାଉଛନ୍ତି କି ସେମାନେ ପୁନର୍ବାର ଫେରିବା ମହା କଷ୍ଟ ହେଇଯାଉଛି, ବହୁତ କଷ୍ଟ ହେଇଯାଉଛି। ଆଉ ଏହାର କାରଣ ହେଲା କି ପ୍ରଭୁଙ୍କର ବାକ୍ୟର ଶିକ୍ଷାକୁ ଶୁଣିବା କମ କରିଦବା, ବା ସହଭାଗିତାରେ ଆସିବା କମ କରିଦବା, ବା ଈଶ୍ୱରଙ୍କ ପାଖକୁ ଆସିବା କମ କରିଦବା, ଏଇଟା ହଉଛି ତାର ମୂଳ କାରଣ। ତେଣୁ ପ୍ରଭୁଙ୍କର ଯୋଉ ଶିକ୍ଷାକୁ ବା ବାକ୍ୟକୁ ଆଉ ବା ବାକ୍ୟ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଯିଏ ଜାଣିଛି ସିଏ ଜାଣିଛି। ତେଣୁ ଆଉ ପାଉଲ ମଧ୍ୟ ବାକ୍ୟରେ କହୁଛନ୍ତି ନା, ଶିକ୍ଷା ଦାନରେ ବା ଶିକ୍ଷା ଶିଖିବାରେ ମଧ୍ୟ ହାଲିଆ ହୁଅ ନାହିଁ ବା ମାନେ ବିରକ୍ତ ହୁଅ ନାହିଁ, ମନୋଯୋଗ କର ସବୁବେଳେ, ଶିକ୍ଷା ଶିଖିବାର ସବୁବେଳେ ମନୋଯୋଗ କର ବୋଲି କୁହାହଉଛି। କାରଣ ଶିକ୍ଷା ମାଧ୍ୟମରେ ହିଁ ଆମମାନେ ଆଉ ପରିବର୍ତ୍ତନ ପାରିବା, ନିଜ ଭୁଲକୁ ସୁଧାରି ପାରିବା, ଆଉ ଠିକ ବାଟରେ ଆମମାନେ ଚାଲି ପାରିବା। ତେଣୁ ବାକ୍ୟ ମଧ୍ୟ ଆମକୁ କହୁଛି ନା, ଏଇ ବାକ୍ୟ ହଉଛି ଆମର ଚଲା ପଥର ପ୍ରଦୀପ ନା ନାଇଁ, ତୁମ୍ଭ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଆଉ ଚରଣ ବୋଲି ଲେଖା ହଉଛି। ଏଇ ବାକ୍ୟ ହଉଛି ଆମର କଣ, ଆମ ଆଲୁଅ। ଆମ ଜଗତରେ ଯୋଉ ଅନ୍ଧାର ସବୁଆଡେ ଅଛି, ଏ ବାକ୍ୟ ଆମକୁ ଆଲୁଅ ଦେଖଉଛି କି ଆମମାନେ କେମିତି ଚାଲିବା, କୋଉଠି ଚାଲିବା, କୋଉଠି ପଥର ଅଛି ଆମେ ଝୁଣ୍ଟି ଯିବା, କୋଉଠି ନାଳ ଅଛି ବାଇଚାନ୍ସ ଆମେ ସେଇଠି ଫସି ଯିବା, ମାନେ ସେଇଗୁଡାକ ଆମକୁ ବାକ୍ୟ ଆମକୁ ଆଲୁଅ ହେଇକି, ଯେମିତି ଆମେ ଟର୍ଚ ଧରିକି ଆମେ ରାତିରେ ଆମେ ଯାଉଛେ, ଆମକୁ କ୍ଲିୟର ଦେଖା ହଉଛି କି କୋଉଠି ଖାଲ ଅଛି, କୋଉଠି ପଥର ଅଛି, କୋଉଠି ନାଳ ଅଛି, କୋଉଠି କୋଉଠି ପାଣି ଅଛି, ତା ଦ୍ଵାରା ଆମେ ସେଇଠୁ ଆମେ ବଞ୍ଚିକି ଯାଉଛେ ନା ନାଇଁ। ସେମିତି ବାକ୍ୟ ମଧ୍ୟ ଆମର ଏଇ ଚଲା ପଥରେ ଆମର ଆତ୍ମିକ ରହୁ ବା ଶାରୀରିକ ରହୁ, ସେ ହଉଛି ଆମର ମାନେ ପ୍ରଦୀପ ତୁଲ୍ୟ। କି ଜଗତର ସମସ୍ତ ସମସ୍ୟା ବା ସମସ୍ତ ପରୀକ୍ଷା ବା ସମସ୍ତ ଅସୁବିଧାରୁ ଆମକୁ ସେ କଣ କରିବ, ଉଦ୍ଧାରିକି ଆମକୁ କଢେଇ ଆମକୁ ସିଏ ନଉଛି ଆମକୁ। ତେଣୁ ବାକ୍ୟ ଶୁଣିବାରେ ବା ଶିଖିବାରେ ବା କହିବାରେ ଆମେ କେହି ମଧ୍ୟ ଅବହେଳା ବା ବିରକ୍ତ ବା ହାଲିଆ ମଧ୍ୟ ଆମେ ହବାନି। ତେବେ ଯୋଉ ସୁଯୋଗ ମାନଙ୍କୁ ପରମେଶ୍ଵର ଦଉଛନ୍ତି, ତାର ଆମେ ଫାଇଦା ଆମେ ଉଠେଇବା। ବର୍ତ୍ତମାନ ସମୟ ଆସିଛି, ବର୍ତ୍ତମାନ ଶେଷ ସମୟ ଆସିଛି। ଆଉ ଏ ଶେଷ ସମୟରେ ଆମେ ଦେଖୁଛେ କି ବହୁତ କିଛି ଘଟଣା ଏମିତି ଘଟୁଛି, ଯାହାକି ମାନେ ବହୁତ ମାନେ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ନା ନାଇଁ। ଆମେ ବି ଦେଖୁଛୁ, ଟିଭିରେ ଦେଖୁଛୁ, ଆମେ ଆମର ଆଖିରେ ମଧ୍ୟ ଆମେ ଦେଖୁଛୁ କି ପରମେଶ୍ଵରଙ୍କ ଠାରୁ କେତେ ଶୀଘ୍ର ଶୀଘ୍ର ଲୋକ କଣ ହେଇଯାଉଛନ୍ତି, ଦୂରେଇ ପଳେଇ ଯାଉଛନ୍ତି। ଯୋଉ ସମୟରେ ଆମେ ଅଧିକ ଲାଗିବା କଥା, ସେଇ ସମୟରେ ଲୋକମାନେ କଣ ଆହୁରି ଦୂରେଇ ଯାଉଛନ୍ତି। ଆଉ ଲୋକମାନେ ମଧ୍ୟ ସେଠି ସବୁ ଜାଣିକିରି ମଧ୍ୟ କଣ ଫସିକିରି ଦୂରକୁ ହେଇକି ସେମାନେ ଚାଉଛନ୍ତି। ତେବେ ଆମେ ସେପରି ନ କରୁ, ଆମମାନଙ୍କୁ ପରମେଶ୍ଵର ଯୋଉ ସୁଯୋଗ ଦଉଛନ୍ତି, ଆମେ ତାର ସଦ୍ ବ୍ୟବହାର ଆମେ କଣ କରିବା ଠିକ ଅଛି। ତେବେ ଆସନ୍ତୁ ଆମମାନେ ଆରମ୍ଭ କରିବା। ଆମମାନଙ୍କ ମଧ୍ୟରେ ସତ୍ୟ ଭାଇ ଅଛନ୍ତି, ସେ ଆରମ୍ଭ ପ୍ରାର୍ଥନା କରିବେ। ତାପରେ ଧରମ ଅଛି, ସେ ଗୀତ ଗାଇବ ଆଜି ଯାହା ପ୍ରସ୍ତୁତ କରିଛି। ତାର ଯାହା ବାକ୍ୟ ଆଜି ଅଛି ତାହା ମୁଁ କହିବି। ଠିକ ଅଛି ସତାରି ଭାଇ। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ନମସ୍କାର।
ଆସନ୍ତୁ ପ୍ରାର୍ଥନା କରିବା। ହେ ସ୍ୱର୍ଗସ୍ଥ ପିତା ଆମଙ୍କ ତ୍ରାଣକର୍ତ୍ତା ସୃଷ୍ଟିକର୍ତ୍ତା ପିତା ପରମେଶ୍ୱର ହଁ ପିତା ଆଜି ମଙ୍ଗଳବାର ଦିନରେ ଆମକୁ ଏ ଅନଲାଇନ୍ ମାଧ୍ୟମରେ ଯେତିକି ଜଡ଼ିତ ହୋଇଅଛି ପିତା ଆମ ସହିତ ସହବର୍ତ୍ତୀ ପରମେଶ୍ୱର ରୁହନ୍ତୁ ପିତା ଯେମିତିକି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅସୁବିଧା ଘଟଣା ନ ହୋଇ ଏବଂ ନେଟୱାର୍କ ପ୍ରୋବ୍ଲେମ୍ ନ ହୋଇ ବାକ୍ୟ ରୁ କିଛି ଜାଣିବା ନିମନ୍ତେ ଅନଲାଇନ ରେ ଜଡ଼ିତ ହୋଇଅଛି ପିତା ସମସ୍ତଙ୍କୁ ସହବର୍ତ୍ତୀ ପରମେଶ୍ୱର ପିତା ଯେମିତି କି ବାକ୍ୟ ଗୁଡିକୁ ମନେ ରଖିପାରିବୁ ଆଗାମୀ ଦିନରେ କାର୍ଯ୍ୟରେ ଲଗେଇ ପାରିବୁ ସେଇ ନିମନ୍ତେ ମଧ୍ୟ ସହମତି ପରମେଶ୍ୱର ହଁ ପିତା ଯେତିକି ଜଡ଼ିତ ହୋଇଅଛନ୍ତି ତାଙ୍କୁ ମଧ୍ୟ ସହମତି ପରମେଶ୍ୱର ରୁହ ଏବଂ ଯୋଉମାନେ ଜଡ଼ିତ ହୋଇନାହାନ୍ତି ତାଙ୍କୁ ମଧ୍ୟ ଅନଲାଇନ୍ ମାଧ୍ୟମରେ ଜଡ଼ିତ ହେବାକୁ ସୁଯୋଗ ଦିଅନ୍ତୁ ଯେମିତିକି ଜଡ଼ିତ ହୋଇ ଆପଣଙ୍କ ବାକ୍ୟରୁ କିଛି ଶିଖିପାରିବେ ସେ ନିମନ୍ତେ ସାହାଯ୍ୟ ଧନ୍ୟବାଦ ଦେଇଛି ଆପଣଙ୍କୁ ଆମକୁ ଆଜିର ଛୁଟିଆ ପ୍ରାର୍ଥନା ଆପଣଙ୍କ ଅଦ୍ୱିତୀୟ ପୁତ୍ର ପ୍ରିୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି ଧନ୍ୟବାଦ ହତାରେ ଥ୍ୟାଙ୍କ ୟୁ ବହୁତ ସୁନ୍ଦର ପ୍ରାର୍ଥନା ସେ କଲେ ତାଙ୍କୁ ବହୁତ ବହୁତ ଧନ୍ୟବାଦ ବର୍ତ୍ତମାନ ମାନେ ଗୀତ ଦ୍ଵାରା ଈଶ୍ୱରଙ୍କର ପ୍ରଶଂସା କରିବା ଆମ ମଧ୍ୟରେ ଧର୍ମ ଅଛି ସେ ଯୋଉ ଗୀତ ପ୍ରସ୍ତୁତ କରିଛି ସେଟା ଖାଇବ ସମସ୍ତଙ୍କୁ ପୁଣି ଥରେ ନମସ୍କାର ଆଉ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ହଉ ଯେ ଏଇ ଅନଲାଇନ ପ୍ରାର୍ଥନାରେ ମତେ ଗୀତ ଗାଇବାକୁ ସୁଯୋଗ ଦେଇଥିବାରୁ पास था तो समझा नहीं दूर हूँ तो है तेरी कमी पास था तो समझा नहीं दूर हूँ तो है तेरी कमी तुझसे दूर जाके जाना करीब से तुझे है क्या अहमियत जो तेरी जिंदगी में मेरी है पिता है पिता बिन तेरे हूँ ही मैं क्या है पिता है पिता बिन तेरे हूँ ही मैं क्या मैं तो तेरे साथ था हूँ और रहूंगा छोड़े जमाना तुझको मैं ना त्यागूंगा मैं तो तेरे साथ था हूँ और रहूंगा छोड़े जमाना तुझको मैं ना त्यागूंगा रचना है तू मेरी ऐसे कैसे भूल जाऊं तुझे मुझसे ही तू बना कैसे देखूं मैं बिखरता तुझे लौट आ वास्ता है मेरा लौट आ वास्ता है मेरा ମାନେ ବାକ୍ୟ ମଧ୍ୟକୁ ଆମେ ଯିବା ଆଉ ପରମେଶ୍ୱର ଆମମାନଙ୍କୁ ସବୁବେଳେ ବାକ୍ୟ ମାଧ୍ୟମରେ ତାଙ୍କର ଇଚ୍ଛାକୁ ତାଙ୍କର ଯୋଉ କଥା ବା ତାଙ୍କର ଉଦ୍ଦେଶ୍ୟକୁ ପ୍ରକାଶ କରିଥାନ୍ତି ତେଣୁ ସେ ତ ଆସି ଆମକୁ ଡାଇରେକ୍ଟ ସ୍ୱପ୍ନ ମାଧ୍ୟମରେ ହଉ ଯେମିତି ବିଦ୍ୟାರ್ಥୀ ମାନେ କି ବିଶ୍ୱାସୀ ମାନେ ଯେମିତି ଭାବନ୍ତି କି ପରମେଶ୍ୱର ଆମମାନଙ୍କୁ ସ୍ୱପ୍ନ ଦ୍ଵାରା ହଉ ବା ଆମମାନଙ୍କୁ ଯୋଉ ଦର୍ଶନ ଦ୍ଵାରା ହଉ ଆସି କଥା କୁହନ୍ତୁ ବା କହୁଛନ୍ତି ଆଉ ସେ ଅନୁସାରେ ଆମେ କଣ କରୁଛୁ ଶିଖୁଛୁ କିନ୍ତୁ ବାକ୍ୟ ଆମେ କଣ କୁହେ କି ତାଙ୍କର ଏଇ ଯୋଉ ବାକ୍ୟ ହଉଛି ତାଙ୍କର ବିଶ୍ୱସତ ବାକ୍ୟ ଆଉ ତାଙ୍କର ଯୋଉ ଇଚ୍ଛା ତାଙ୍କର ସବୁ କାର୍ଯ୍ୟ ଆଉ ସେ କଣ ଚାହାନ୍ତି କଣ ଚାହାନ୍ତିନି ଆଉ ତାଙ୍କ ଉଦ୍ଦେଶ୍ୟ କଣ ଆଉ ଗୋଟେ ଖ୍ରୀଷ୍ଟିଆନ ପ୍ରତି ତାଙ୍କର ଉଦ୍ଦେଶ୍ୟ କଣ ଅଛି ଗୋଟେ ମନୁଷ୍ୟର ଲକ୍ଷ୍ୟ କଣ ଅଛି ଏସବୁ ବିଷୟ ସେ କଣ କରିଛନ୍ତି ଆଉ ପ୍ରକାଶ କରିଛନ୍ତି ଆଉ ସେ ବାକ୍ୟକୁ ଆମେ ପଢିକି ଆମେ କଣ କରୁଛୁ ଈଶ୍ୱରଙ୍କର ପ୍ରକୃତ ଉଦ୍ଦେଶ୍ୟକୁ ତାଙ୍କର ଇଚ୍ଛାକୁ ଆମେ କଣ କରୁଛୁ ଜାଣୁଛୁ ଆମେ କିନ୍ତୁ
ଆଜିର ସମୟରେ ବର୍ତ୍ତମାନ ସମୟରେ ପରମେଶ୍ୱରଙ୍କର ଇଚ୍ଛାକୁ ଉଦ୍ଦେଶ୍ୟକୁ ଜାଣିକି ମଧ୍ୟ ଅନେକ ଲୋକ କଣ କରୁଛନ୍ତି ଆଉ ଦୁର୍ବଳ ହେଇଯାଉଛନ୍ତି ବିଶ୍ୱାସରେ ଆଉ ଧୀରେ 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 କଣ ହଉଛନ୍ତି ଆଉ ଈଶ୍ୱରଙ୍କ ଠାରୁ ବା ମଣ୍ଡଳୀରୁ ସେମାନେ କଣ ହଉଛନ୍ତି ଧୀରେ 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 ଦୂର 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 ହେଇକି ପୁରା ଦୂରେଇ ଯାଉଛନ୍ତି। ଏହାର କାରଣ ବହୁତ ଅଛି ଆଉ ତା ଭିତରୁ ଆମେ କିଛି ମାନେ କାରଣ ଆମେ ଆଜି ଦେଖିବା। କାରଣ ମୁଁ ବହୁତ ଅନୁଭବ କରିଛି ଆଉ କି ଅନେକ ବିଶ୍ୱାସୀ ବା ଅନେକ ଖ୍ରୀଷ୍ଟିଆନ ଯେତେବେଳେ ଦୁର୍ବଳ ହୁଅନ୍ତି ବିଶ୍ୱାସରେ ଯେତେବେଳେ କମଜୋର ହୁଅନ୍ତି ଆଉ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ଇଚ୍ଛା ପ୍ରକାଶ ମାନେ ଇଚ୍ଛା ମାନେ ମାନେ କରନ୍ତିନି ବେଶୀ ଧୀରେ 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 ଜାଗତିକରେ ମାନେ ପଶିବାକୁ ସେମାନଙ୍କୁ ଇଚ୍ଛା ଲାଗେ। ଏଇସବୁ ବିଷୟ ଆଉ ଯେତେବେଳେ ଗୋଟେ ଖ୍ରୀଷ୍ଟିଆନ ଜୀବନରେ ବା ଗୋଟେ ମଣ୍ଡଳୀର ଲୋକଙ୍କ ଆଉ ଜୀବନରେ ଆସେ ତ ୟାର ଯୋଉ କାରଣ ବାକ୍ୟରେ ତ ଅଛି ବହୁତ କାରଣ ଅଛି କିନ୍ତୁ କିଛି ଆଉ ପ୍ରମୁଖ କାରଣ ଆଜି ସେ ବିଷୟରେ ଆମେ ଆଲୋଚନା କରିବା ଆଉ ଆମେ ପଢିବା ଏବ୍ରୀ 10:24-25। ପୁଣି ପ୍ରେମ ଓ ସତ୍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ। ଆଉ କେହି କେହି ଯେପରି ଆମମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାନ୍ତି ଆମେ ସେପରି ନ କରୁ ବରଂ ପରସ୍ପରକୁ ଉତ୍ସାହ ଦଉ, ବିଶେଷତଃ ଯେତେବେଳେ ତୁମେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତ ହୋଇ ଆସୁଅଛି ବୋଲି ଦେଖୁଅଛ। ଧନ୍ୟବାଦ। ପରମେଶ୍ୱର ହଉଛି ସର୍ବଜ୍ଞତା ନାଇଁ ପରମେଶ୍ୱର ସମସ୍ତ ବିଷୟ ଜାଣନ୍ତି ଆଉ ପରମେଶ୍ୱର ମଧ୍ୟ ଜାଣିଛନ୍ତି କି ଯୋଉମାନେ ତାଙ୍କ ମଣ୍ଡଳୀକି ଆସନ୍ତି ବା ତାଙ୍କୁ ବିଶ୍ୱାସ କରନ୍ତି ମଝିରେ ମଝିରେ ସେମାନେ କଣ ହେବେ ଆଉ ପୁଣି ଥରେ ବିଶ୍ୱାସରେ ଦୁର୍ବଳ ହୋଇ ପାରନ୍ତି, ଆତ୍ମିକରେ ମଧ୍ୟ ଦୁର୍ବଳ ହୋଇ ପାରନ୍ତି। ଆଉ ସେଥିପାଇଁ ସେ କଣ କରିଛନ୍ତି ମଣ୍ଡଳୀର ଲୋକମାନଙ୍କୁ ମଧ୍ୟ କିଛି ଦାୟିତ୍ୱ କଣ ଦଉଅଛନ୍ତି ଯୋଉମାନେ କି ଆଉ ବିଶ୍ୱାସରେ ସ୍ଥିର, ଯୋଉମାନେ କି ଆତ୍ମିକରେ ସବଳ ଅଛନ୍ତି, ଯୋଉମାନେ କି ଈଶ୍ୱରଙ୍କର ବାକ୍ୟ ଅନୁସାରେ ଜୀବନ କାଟୁ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ କିଛି କର୍ମ ବା କିଛି କାର୍ଯ୍ୟ ଆଉ ପରମେଶ୍ୱର କଣ ଅଛନ୍ତି ଦେଇ ଅଛନ୍ତି। କାରଣ ପରମେଶ୍ୱର କେହି ମଧ୍ୟ ଚାହାନ୍ତିନି କି ଗୋଟେ ବି ଆତ୍ମା କଣ ହଉ ବିନଷ୍ଟ ହଉ। ଆଜିକା ଡେଟରେ ମଣ୍ଡଳୀ ମଧ୍ୟରେ ଆମେ ବିଶ୍ୱାସୀ ମାନଙ୍କ ମଧ୍ୟରେ ପ୍ରେମ କଣ ହଉଛି କମି କମି ଯାଉଛି। ଖାଲି ପ୍ରେମ ନୁହେଁ ବିଶ୍ୱାସ ମଧ୍ୟ କମି କମି ଯାଉଛି, ଭରସା ମଧ୍ୟ କମି କମି ଯାଉଛି। ନିଜ ମନର କଥା ଅନ୍ୟ ଗୋଟେ ଖ୍ରୀଷ୍ଟିଆନ ଭାଇ କି କହିବା ପାଇଁ ଆଉ ଭରସା ପାଉନି କି ମୁଁ କହିଲେ ସିଏ ଆଉ କାହାକୁ କହିଦବ କି କଣ ଅସୁବିଧା ଆସିଲେ ମଧ୍ୟ ଆମେ ପ୍ରାର୍ଥନା କରିବା ପାଇଁ ମଧ୍ୟ ଅନୁରୋଧ କରିନଥାଉ। ଆମେ ଚାହୁଁନଥାଉ କି ମୋ ଅସୁବିଧା ମୁଁ କାହାକୁ ଜଣେଇବିନି, ମୁଁ ମୋର ନିଜେ କଣ କରିବି ସମାଧାନ କରିଦେବି। କାଳେ ମୋର ଅସୁବିଧା ମୋର ସମସ୍ୟା ମାନେ ଜାଣିଲେ ପଛେ ସିଏ ମତେ ଆଉଥରେ କଣ କହିବ କି ମତେ ମଜାକ ଉଡେଇବ କି, ଏଇସବୁ ବିଷୟ କଣ ହଉଛି ବର୍ତ୍ତମାନ ମଣ୍ଡଳୀ ମାନଙ୍କ ମଧ୍ୟରେ ଆଉ ଦେଖିବାକୁ କଣ ମିଳୁଛି। ଏଇଟା ଗୋଟେ ପ୍ରମୁଖ ଉଦ୍ଦେଶ୍ୟ କି ଆଉ ମଣ୍ଡଳୀରେ ଯୋଉ ବିଶ୍ୱାସୀ ମାନେ ଅଛନ୍ତି ବା ଖ୍ରୀଷ୍ଟିଆନ ମାନେ ଅଛନ୍ତି ସେମାନେ ଧୀରେ 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 କଣ ହଉଛନ୍ତି କି ବିଶ୍ୱାସରେ ଆଉ ଭରସାରେ ସେମାନେ କଣ ହଉଛନ୍ତି ଧୀରେ 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 ଦୁର୍ବଳ ହଉଛନ୍ତି। ଯୋଉ ବିଶ୍ୱାସ ଯୋଉ ଭରସା ନୂଆ ନୂଆରେ ଈଶ୍ୱରଙ୍କ ପାଖରେ ସେମାନଙ୍କର ଥିଲା ତା ଧୀରେ 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 କମ ହବାକୁ ଲାଗୁଛି। ଆଉ ସେଇ ସମୟରେ
ଆମମାନଙ୍କର କର୍ତ୍ତବ୍ୟ କଣ? ଆମମାନେ ମାନେ ଯୋଉମାନେ ସ୍ଥିର ହେଇକି ଅଛନ୍ତି, ଯୋଉମାନେ ଯୋଉ ସବୁ ବିଷୟରେ ଜ୍ଞାନ ଲାଭ କରି ଅଛନ୍ତି, ଯୋଉମାନେ ଆତ୍ମିକରେ ଲାଗିକି ଅଛନ୍ତି, ସେମାନେ କଣ କରିବେ? ପ୍ରେମ ଆଉ ସତ୍ କ୍ରିୟାରେ କଣ କରିବେ? ସେମାନଙ୍କୁ ପ୍ରବର୍ତ୍ତାଇବେ, ସେମାନଙ୍କୁ କହିବେ। ଆଜି ଆମେ ମଣ୍ଡଳୀରେ କେତେ ଜଣ ଭାଇ ଭଉଣୀ ଅନ୍ୟ ମାନଙ୍କ ପାଇଁ, ଅନ୍ୟ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଆମମାନେ ପ୍ରାର୍ଥନା କରୁଛେ। କେତେ ଜଣ ଭାଇ ଭଉଣୀ ଆମମାନଙ୍କ ମଧ୍ୟରେ ଅଛନ୍ତି? ସତ କୁହନ୍ତୁ, କେତେ ଜଣ ଭାଇ ଭଉଣୀ ଆମମାନଙ୍କ ମଧ୍ୟରେ ଅଛନ୍ତି କି ଆମମାନେ ଆମର ମଣ୍ଡଳୀର, ଖାଲି ଆମ ମଣ୍ଡଳୀର ନୁହେଁ, ଖ୍ରୀଷ୍ଟ ମଣ୍ଡଳୀ ଥିବା ସମସ୍ତ ଭାଇ ଭଉଣୀ ମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି? ଏଇଟା ଗୋଟେ ଆମର ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମୁଁ ହଉଛି। ସବୁବେଳେ କରେ, ମୁଁ ସବୁବେଳେ କରେ, ଏଇଟା ପୁରା ସତ ଆଉ ନା ଧରିକି କରେ। ଯିଏ କରୁଛି ତାକୁ ବହୁତ ଧନ୍ୟବାଦ, ଆଉ ଯିଏ କରୁନି ସେ ଅଭ୍ୟାସ କରିବା। ଖାଲି ଆମେ ନିଜ ବିଷୟରେ ଆମେ ଚିନ୍ତା କରିବାନି, କାରଣ ମଣ୍ଡଳୀରେ ସବୁ ବିଶ୍ୱାସୀ ସମାନ ନୁହନ୍ତି। କିଏ ବିଶ୍ୱାସରେ ପୁରା ଦୃଢ ଅଛି, କିଏ ବିଶ୍ୱାସରେ ସ୍ଥିର ଅଛି, କିଏ ବିଶ୍ୱାସରେ ଅସ୍ଥିରତା ଅଛି। କାରଣ ମୁଁ ଗୋଟେ ବିଷୟରେ ମଝିରେ ଆମେ ଆଲୋଚନା କରିଥିଲୁ କି ଅସ୍ଥିରତା ବିଷୟରେ, ଯୋଉମାନେ ବିଶ୍ୱାସର ଅସ୍ଥିରତା ହେଇଯାଉଛନ୍ତି, ସ୍ଥିର ହେଇକି ରହି ପାରୁନାହାନ୍ତି, ସେଇଭଳିଆ ଖ୍ରୀଷ୍ଟିଆନ ମାନେ ମଧ୍ୟ ଅଛନ୍ତି। ଦୁର୍ବଳ ଖ୍ରୀଷ୍ଟିଆନ ମାନେ ମଧ୍ୟ ଅଛନ୍ତି, ଯୋଉମାନେ ବିଶ୍ୱାସରେ ଏତେ ମାନେ ମାନେ ଭରସାରେ ଏତେ ସବଳ ନୁହନ୍ତି। ଅନେକ ଅଛନ୍ତି ବିଶ୍ୱାସରେ ଦୁର୍ବଳ ଅଛନ୍ତି, ଅନେକ ପ୍ରକାର ଆଉ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ମଣ୍ଡଳୀରେ ଥାଆନ୍ତି। ଆମର କର୍ତ୍ତବ୍ୟ କଣ? ମୁଁ ଠିକ ଅଛି ବୋଲି ଖାଲି ମୁଁ ମୋ ବିଷୟରେ ଚିନ୍ତା କରିକିରି ମୁଁ ଖାଲି ଭଲରେ ପ୍ରାର୍ଥନା କରୁଥିବି, ମୁଁ ଆସୁଥିବି, ମୁଁ କେମିତି ସ୍ୱର୍ଗ ପଳେଇବି, ଖାଲି ଏଇ କଥା ଆମେ ଚିନ୍ତନ କରିକି ଆମେ କଣ କରିବା? ଆମେ ପରସ୍ପରର ଭାର ଆମେ କଣ କରିବା? ବହନ କରିବାର, ସେଟା ଆମର କର୍ତ୍ତବ୍ୟ, ଆମକୁ ଆଦେଶ ଦିଆଯାଇଛି, ସେଟା ଆମ ନିୟମ। ତେଣୁ ଆମେ ପଢିଲେ ଏବେ ଏଭ୍ରି 10-25 ଅନ୍ୟମାନେ ଯୋଉ କରୁଛନ୍ତି ଆମେ ସେମିତି ନ କରିକି ତାଙ୍କୁ କଣ କରିବା? ଯୋଉମାନେ କରୁଛନ୍ତି ଆମେ ତାଙ୍କର ଯାଇକି ଦୁଃଖ ସୁଖ ଟିକେ ବୁଝିବା। ଭାଇ କାହିଁକି ତୁ ଆସିଲୁନୁ? କଣ ଅସୁବିଧା ହେଇଛି? କଣ ପ୍ରୋବ୍ଲେମ ହେଇଛି? ଆମେ ତାକୁ ପ୍ରବର୍ତ୍ତାଇବା ସତ୍ୟ ବିଷୟରେ। ଏ ବିଷୟରେ ଫସେନାତେ, ଏ ବିଷୟରେ ଚିନ୍ତା କରନାତେ। ଆମର ଜୀବନ ଅଛି, ଅନନ୍ତ ଜୀବନ ପଡିକି ଅଛି। ଆମେ ଏଇଥିରେ ଫସିକିରି ଆମେ ଈଶ୍ୱରଙ୍କଠୁ ଯଦି ଦୂରକୁ ପଳେଇବା, ଆମେ ନର୍କ ପଳେଇବା, ସବୁ ଜାଣି ମଧ୍ୟ କଣ ହେଇଯିବ? ଆମର ବୃଥା ହେଇଯିବ। ତେଣୁ ଏଭ୍ରି ଯୋଉ 10-24-25 ଗୋଟେ ବଢିଆ ବାକ୍ୟ ଲେଖାଇଛି, କଣ? ପରସ୍ପରକୁ ଆମେ କଣ କରିବା? ପ୍ରବର୍ତ୍ତାଇବା, ସତ୍ୟ ପାଇଁ ପ୍ରବର୍ତ୍ତାଇବା, ବର୍ତ୍ତମାନ ସମୟ ବିଷୟରେ ପ୍ରବର୍ତ୍ତାଇବା। କି ବର୍ତ୍ତମାନ ସମୟ ଖରାପ, ପରୀକ୍ଷା ଆସିବ, ଅସୁବିଧା ଆସିବ, ସମସ୍ୟା ଆସିବ, କିନ୍ତୁ ଆମେ କେବେ ମଧ୍ୟ ଈଶ୍ୱରଙ୍କୁ ପରିତ୍ୟାଗ କରିବାନି। ଏଇଟା ଆମର ଭୁଲ ହେଇଯିବ। ଆମେ କଣ କରିବା? ପରସ୍ପରକୁ ଆମେ ଆଉ ମାନେ ପ୍ରବର୍ତ୍ତାଇବା, ଆମେ ଯାଇକି ଯିଏ ଆସୁନି ତା ଭଲ ମନ୍ଦ ବୁଝିବା, ସେଇଟା ହଉଛି ଆମ କର୍ତ୍ତବ୍ୟ। ପ୍ରେମ ରଖିବା, ପ୍ରେମ। ଠିକ ଅଛି। ଆଉ ଗୋଟେ ବିଷୟ ମାନେ ପଢିବା, ଟିକେ ଗାଲାତିୟ 6:2 ଟିକେ ପଢିବା। ପରସ୍ପରର ଭାର ବହନ କର, ଏହି ପ୍ରକାରେ ତୁମେ ମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ। ପରମେଶ୍ୱର ଚାହାନ୍ତି କି ଆମେ ପରସ୍ପରର ଭାର କଣ କରିବା? ବହନ କରିବା। ଆମେ ଜଣଙ୍କର ଦୁଃଖ ସମୟରେ ମଧ୍ୟ ଆମେ ଯାଇକି ଠିଆ ହବା, ତାର ଖୁସି ସମୟରେ ମଧ୍ୟ ଆମେ ଯାଇ କଣ କରିବା? ଆମେ ଠିଆ ହବା। କାରଣ ମୁଁ ଯେମିତି କହିଲି କି ଅନେକ ବିଶ୍ୱାସୀ ଅଛନ୍ତି ଯୋଉମାନେ ମାନେ ବହୁତ ଦୁର୍ବଳ, ବିଶ୍ୱାସରେ ବହୁତ ଦୁର୍ବଳ, ପରୀକ୍ଷାରେ ଫାସକିନା ପଡି ଯିବେ, ଜଗତର ଜଞ୍ଜାଳରେ ଫସକିନା ପଡି ଯିବେ। ତ ଆମେ ଯଦି ତାଙ୍କ ସହିତ ଗୋଟେ ସୁସମ୍ପର୍କ ଆମେ ରଖିବା, ତାର ସୁଖରେ ତାର ଦୁଃଖରେ ଆମେ କଣ ହବା? ଆମେ ଠିଆ ହବା। ବାକ୍ୟ ଆମକୁ ଶିଖାଏ, ଆହୁରି ବହୁତ ପଦ ଅଛି ସେ ତା ଉପରେ। ଯଦି ଆମେ ପଢିବା ଯାକୋବ 5:16, ଅତଏବ
परस्पर निकटरे आपण आपणार पाप स्वीकार कर पुणी सुस्थ हेबा निमंते परस्पर पई प्रार्थना कर धार्मिक व्यक्तिर प्रार्थना अनेक कार्य साधन करि पारे ଆମର ଅନଲାଇନ ଯୋଉ ଗ୍ରୁପ ବହୁତ 4-5ଟା ବୋଧେ ଗ୍ରୁପ ଅଛି ଆମର, କିନ୍ତୁ ମୁଁ ଯେମିତି କହିଲି କି ସମସ୍ୟା କାହାର ବି ଆଉ ମାନେ କିଏ ବି ସମସ୍ୟାର ଗତି କରୁନି ଏମିତି କିଛି ମାନେ କୌଣସି ଖ୍ରୀଷ୍ଟିଆନ ନାହାନ୍ତି। ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଚାଲୁଛି, ତା ବଡ ହେଇପାରେ ତାହା ଛୋଟ ହେଇପାରେ। କିନ୍ତୁ ଆମେ ଯେତେବେଳେ ଦେଖୁଛୁ ଗ୍ରୁପ ମାନଙ୍କରେ ଯାହାର ସମସ୍ୟା ନାହିଁ ଠିକ ଅଛି ଚଳିବ, ମାନେ ଛୋଟ ମୋଟ ସମସ୍ୟା, କିନ୍ତୁ ଆମେ ପ୍ରାୟ ସମୟ ତ ସମସ୍ୟା ପାଇଁ ଆମେ କେହି ମଧ୍ୟ ଅନୁରୋଧ ଆମେ ଏତେ କରୁନେ କରୁନେ ଆମେ କରୁଛେ କି ଆମେ ଗ୍ରୁପରେ କେହି ମଧ୍ୟ ଏତେ ମୁଁ ଦେଖୁନି। ବହୁତ ବଡ ବଡ କାହାକୁ ରୋଗ ହେଇଥିବ, ବହୁତ ବଡ ବଡ ବ୍ୟାଧି ହେଇଥିବ, ବହୁତ ବଡ ବଡ ଅସୁବିଧା ହେଇଥିବ, ସେଇ ସମୟରେ କଣ କରନ୍ତି ଆଉ ପ୍ରାର୍ଥନାର ରିକ୍ୱେଷ୍ଟ ଭାଇ ମୋ ପାଇଁ ଟିକେ ପ୍ରାର୍ଥନା କରିଦିଅ ବୋଲି ଗ୍ରୁପରେ ଖେଳନ୍ତି। କିନ୍ତୁ ଆତ୍ମିକର ସବଳ ପାଇଁ ତା ଗୋଟେ ଆମର ବହୁତ ବଡ ଘଟେ କଣ ଆଉ ପ୍ରୋବ୍ଲେମ ଅସୁବିଧା। ଆତ୍ମିକ ସବଳ ପାରିବାରିକରେ ଯଦି ଅଶାନ୍ତି ଚାଲୁଛି ତାକୁ କେମିତି ଆଉ ଠିକ କରିବା, ମଣ୍ଡଳୀରେ ସମସ୍ୟା ଚାଲୁଛି ତାକୁ କେମିତି ଠିକ କରିବା, ସେଥିପାଇଁ ଆମେ କଣ କରିବା ପ୍ରାର୍ଥନାର ଆମେ କଣ କରିବା ଆଉ ଅନୁରୋଧ ଆମେ ଦବା। ଆମେ ସେଟା ବାକ୍ୟ ଆମକୁ କଣ କହୁଛି ଆମକୁ ଶିଖଉଛି କି ତା ମାଧ୍ୟମ କଣ ହବ ଟିକେ ଗୋଟେ ଜଣେ ଆସିଲା ତ ଅଳିରାମ ଭାଇ ଆସିଲେ, ତା ଦ୍ୱାରା କଣ ହବ କି ମଣ୍ଡଳୀରେ ଯୋଉମାନେ ଧାର୍ମିକ ଲୋକ ଅଛନ୍ତି, କାରଣ ଯଦି ପ୍ରାର୍ଥନା ଆପଣ କରିବେ ସମସ୍ତେ ପ୍ରାର୍ଥନା କରିବେ ନା, ତା ମାଧ୍ୟମରେ ଯିଏ ଧାର୍ମିକ ଲୋକ ଅଛନ୍ତି, ଯିଏ ଈଶ୍ୱରଙ୍କ ଆଜ୍ଞା ଅନୁସାରେ ଜୀବନ କାଟୁଛି, ଯିଏ ଈଶ୍ୱରଙ୍କର ନିକଟବର୍ତ୍ତୀ ଲୋକ ଅଛି, ଯିଏ ସବୁବେଳେ ପ୍ରାର୍ଥନାରେ ଜୀବନ କାଟୁଛି, ଯିଏ ଶିକ୍ଷା ଦେବାରେ ଶିକ୍ଷା ଶୁଣିବାରେ ଜୀବନ କାଟୁଛି, ସିଏ ଯଦି ପ୍ରାର୍ଥନା କରିବ ତାର ପ୍ରାର୍ଥନା ନିଶ୍ଚୟ ପରମେଶ୍ୱର ଶୁଣିବେ। କିନ୍ତୁ ଆଜି ଆମେ ପ୍ରାର୍ଥନା ଦେବା ପାଇଁ ଆମେ କଣ କରୁଛେ ଲାଜ କରୁଛେ, ନିଜର ସ୍ୱାଭିମାନ ଆମକୁ ଅଟକଉଛି, ମୁଁ ଦେବିନି ମତେ ଖରାପ ଭାବିବେ, ଆମ ଘରେ ଏମିତି ଅସୁବିଧା ହେଇଛି ମୁଁ ଜଣେଇବି ବୋଲେ ଆମ ଲୋକ ଖରାପ ହେବେ। ଆରେ ଆମେ ଗୋଟେ ପରିବାର, ଆମେ ପରିବାର ଭିତରେ ଆମେ ଯଦି ପରସ୍ପର ଭିତରେ ଯଦି ଦୁଃଖ ସୁଖ ଆମେ ବଣ୍ଟନ ନହବା, ଆମର ଅସୁବିଧା ଜଣେଇବାନି ତ କାହାକୁ ଜଣେଇବା ଆମେ। ତେଣୁ ୟା ଦ୍ଵାରା ମଧ୍ୟ କଣ ଗୋଟେ ବିଷୟ ଜଣା ପଡୁଛି କଣ ୟା ଭିତରେ ଯୋଉ ବିଶ୍ୱାସ ଟା ଅଛି, ଯୋଉ ଭରସା ଅଛି, ତାହା ମଧ୍ୟ କଣ ହଉଛି କମି କମି ଯାଉଛି। ତା ମାଧ୍ୟମରେ ମଧ୍ୟ ଯିଏ ବିଶ୍ୱାସରେ ଦୁର୍ବଳ ସିଏ ଆହୁରି ଦୁର୍ବଳ ହେଇ କଣ ହବ, ସିଏ ପ୍ରଭୁଙ୍କ ଠାରୁ ଆହୁରି ଦୂରକୁ ଚାଲିଯିବ। ତେଣୁ ପ୍ରାର୍ଥନାରେ ଯେତେବେଳେ ଆମେ ଏକତ୍ର ହଉଛୁ, ତା ମଙ୍ଗଳବାର ହଉ, ଗୁରୁବାର ହଉ କି ରବିବାର ହଉ, ଆମର ଯଦି କୌଣସି ଅସୁବିଧା କୌଣସି ସମସ୍ୟା ଚାଲିଛି ଆମେ ମଣ୍ଡଳୀରେ ଜଣେଇବା, ଯାହା ଦ୍ଵାରା କି ସମସ୍ତେ କଣ କରିବେ ପ୍ରାର୍ଥନା କରିବେ, ଆଉ ତାର ସେ ସମସ୍ୟା ସେ ପରୀକ୍ଷା କଣ ହବ ଦୂର ହେଇପାରିବ, ଆଉ ସେ ପ୍ରଭୁଙ୍କ ପାଖକୁ ଆଉଥରେ ଆସି ପାରିବ। କିନ୍ତୁ ବର୍ତ୍ତମାନ ସମୟରେ କଣ ପ୍ରାର୍ଥନା ଦେବା ବଦଳରେ କାହାର କଣ ଯଦି ଅସୁବିଧା ହେଇଥିବ ସେ ଅସୁବିଧାକୁ ନେଇକି ଆମେ କଣ କରୁଛେ ଆମେ ବଚସା କରୁଛେ। ସେ ସମୟରେ ମଧ୍ୟ ହଉଥିଲା, ଯାକୁବ 5:9 ଯଦି ଆମେ ଦେଖିବା, ଯାକୁବ 5:9 ପାଞ୍ଚର ହେ ଭାଇ ମାନେ ସେମାନେ ଯେପରି ଦଣ୍ଡ ପ୍ରାପ୍ତ ନ ହୁଅ ଏଥି ନିମନ୍ତେ ପରସ୍ପରର ବିରୁଦ୍ଧରେ ବଚସା ନ କର। ଦେଖ ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି। ପରସ୍ପର ବିଷୟରେ ଆମେ କେହି ମଧ୍ୟ ବଚସା କରିବା ନାହିଁ, ବିଶେଷ କରିକି ଖ୍ରୀଷ୍ଟ ମଣ୍ଡଳୀ ଥିବା ଭାଇ ଭଉଣୀ ମାନଙ୍କର ଏଇଟା ଗୋଟେ ପ୍ରଭୁଙ୍କର ଲାଗିଆ। ଆମେ ପରସ୍ପର କଣ ହବାନି, ଆମେ ତାର ଖରାପ ଜଣେ ଭୁଲ କରିଦେଇଛି, ଆମେ ସେ କଥାକୁ ଆମେ ନେଇ କଣ କରିବାନି ବଚସା କରିବାନି। ଆମେ ଯଦି ତା କଥା ବଚସା କରୁଛେ ଆମ ପାଇଁ କଣ ଆସୁଛି ଦଣ୍ଡ ଆସୁଛି। ଆଉ କେମିତି ସିଏ ଉନ୍ନତି ହେବ, କେମିତି ତା ଭୁଲ ସୁଧାରିବ,
ସେ ଉପରେ ଆମେ ଆଉ ତା କଣ କରିବା, ତାକୁ ଆମେ ଯାଇକି ତା ପାଖରେ ବସିକି ତା ଭଲ ମନ୍ଦ ବୁଝିକି କାହିଁକି ଏମିତି ହେଲା, କଣ ପାଇଁ ହେଲା, କଣ ଅସୁବିଧା ହେଇଛି, ଆମେ ଆହୁରି ସେ ବିଷୟ ତାକୁ ଆହୁରି କଣ କରିବା, ଆହୁରି ତାକୁ ସାହସ ଦେବା। ଆମେ ତା ଭୁଲକୁ ଆମେ ତାକୁ ଆଉ ଭୁଲ ଆମେ ଦେଖୁଛେ ଜଣେ ଜଣେ ଭୁଲ କରିଦଉଛେ, ଆମେ କଣ କରୁଛେ ସେ ଭୁଲ ଟାକୁ ଦେଖିକି ଆମେ ଆଉ ତାକୁ ଆହୁରି ଆମେ ଦିପଦ କହୁଛେ, ଏ ଭୁଲ କରୁଛୁ, ଇଏ କରୁଛୁ, ସିଏ କରୁଛୁ, ତୁ ଆଉ ହବୁନୁ, ଆମେ ଆଗରେ ହିଁ କହୁଛେ। ତା ଦ୍ୱାରା କଣ ହବ, ସିଏ ଆହୁରି ବିଶ୍ୱାସରେ କଣ ହବ ଆହୁରି ଦୁର୍ବଳ ହେଇଯିବ। ଦୁର୍ବଳ ହେଇକି ସେ କଣ ହବ, ଈଶ୍ୱରଙ୍କ ଠାରୁ ଦୂରକୁ ପଳେଇବ। କିନ୍ତୁ ସେଇ ସମୟରେ ଆମେ ବଚସା ପରିବର୍ତ୍ତେ ତା ଭୁଲ ଟାକୁ ବୁଝିକି, ତା ଅସୁବିଧା ବୁଝିକି ଆମେ କଣ କରିବା, ତାର ମୂଳ ସମସ୍ୟାରେ ପହଞ୍ଚିକି ଆମେ ସମାଧାନ କରିବା ପାଇଁ କଣ କରିବା, ଆମେ ଚେଷ୍ଟା କରିବା। ମାନେ ସେଇ ଦ୍ଵାରା ଆମର ପ୍ରେମ ମଧ୍ୟ କଣ ହବ, ଆଉ ସେ ଜାଣିବ କି ଇଏ ବିଶ୍ୱାସ ଭାଇ ବା ଏଇ ଭାଇ କଣ କରିବ, ମତେ ପ୍ରେମ କରୁଛି, ସେଥିପାଇଁ ସେ ମୋର ଦୁଃଖ ମୋର ଅସୁବିଧାରେ ଆସିକି ସେ କଣ କରୁଛି, ମତେ ଭଲ ମନ୍ଦ ପଚାରୁଛି ନା ନାଇଁ। ପ୍ରଥମ Thessalonians 3:12 ଆଉ ତୁମମାନଙ୍କ ପ୍ରତି ଆମମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ଓ ସମସ୍ତଙ୍କ ପ୍ରତି ପ୍ରେମରେ ପ୍ରଭୁ ତୁମମାନଙ୍କୁ ଆହୁରି ଅଧିକ ରୂପେ ବଢାଇ ଦିଅନ୍ତୁ। ପ୍ରଭୁ ଚାହାନ୍ତି କି ପରମେଶ୍ୱର ଆମମାନଙ୍କୁ ଯେପରି ପ୍ରେମ କଲେ, ତାଙ୍କ ପୁଅକୁ ଦେଇଦେଲେ, ସେହିପରି ଆମେ ମଧ୍ୟ କଣ କରିବା, ପରସ୍ପରକୁ ଆମେ ସେଇ ପ୍ରକାର ପ୍ରେମ ଆମେ କରିବା। ଆମେ ପରସ୍ପର ପାଇଁ କଣ ଆମେ ବଳିଦାନ କରୁଛେ, ଆମେ ଟିକେ ସମୟ ବଳିଦାନ କରି ପାରୁଛେ, କି ଟିକେ ଅର୍ଥ ବଳିଦାନ କରି ପାରୁଛେ, କି ଟିକେ ଶାରୀରିକ ବଳ ଆମେ ବଳିଦାନ କରି ପାରୁଛେ, କଣ କରି ପାରୁଛେ, କିଛି ନା କିଛି ଆମେ ପରସ୍ପର ପାଇଁ ବଳିଦାନ କରିବା ଉଚିତ। ଯାହା ଅଛି, ଯାହା ଆମେ କରିପାରିବା, ଯାହାର ଯୋଉ ଅସୁବିଧା ତାକୁ ଦେଖିକି ଆମେ ସେଇ ପ୍ରକାର ବଳିଦାନ କରିବା, ଯାହା ପ୍ରତି ଯାହା ଦ୍ଵାରା ସିଏ ସେଇ ପରିସ୍ଥିତିରୁ, ସେ ଅସୁବିଧାରୁ ବାହାରିବ, ଆଉ ତା ଦ୍ଵାରା ମଧ୍ୟ ସେ ମଧ୍ୟ ଜାଣିବ ଯେ ନାଇଁ ଏ ଭାଇ ମତେ କଣ କରୁଛି, ମତେ ପ୍ରେମ କରୁଛି, ତାର ବିଶ୍ୱାସ କଣ ହବ, ଆହୁରି ବଢିବ। ଆଉ ଗୋଟେ ମେନ୍ ବିଷୟ ହେଲା କି ମଣ୍ଡଳୀରେ ଆମେ କଣ କରୁଛେ, ଯଦି ପରସ୍ପର କିଛି ମନାନ୍ତର ହେଇଛି, ଆମେ ଜଲଦି ମାନେ କ୍ଷମା କରିପାରୁନେ, ଜଲଦି ଆମେ କ୍ଷମା କରିପାରୁନେ। କଲୋସିଓ 3:13 କଲୋସିଓ 3:13 ପରସ୍ପର ପ୍ରତି ସହନଶୀଳ ହୁଅ, ଆଉ ଯଦି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକ କୁଆରେ କ୍ଷମା କର। ପ୍ରଭୁ ଯେପରି ତୁମମାନଙ୍କୁ କ୍ଷମା କରିଛନ୍ତି, ତୁମେମାନେ ମଧ୍ୟ ସେହିପରି କର। ଆରେ ଆମକୁ କୁହାଯାଇଛି ବିଜାତି ମାନଙ୍କୁ ମଧ୍ୟ କ୍ଷମା କର, ମାନେ ବିଜାତି ମାନେ ସେ ତ ବିଜାତି ଲୋକ, କିନ୍ତୁ ଆମେ କଣ ମଣ୍ଡଳୀୟ ଲୋକମାନଙ୍କୁ ଆମେ କ୍ଷମା କରିପାରୁନେ, ଯେ କି ଆମର ପରିବାର, ଆମର ଭାଇ ଜଣେ ଯଦି ଭୁଲ କରିଥିଲା, ଆମ କର୍ତ୍ତବ୍ୟ କଣ, ଆମେ ତାକୁ କ୍ଷମା କରିଦେବା। ଓ ପରସ୍ପର ପ୍ରତି ସହନଶୀଳ ହୁଅ, ମାନେ ପରସ୍ପରକୁ ତମେ ମାନେ କିଏ କଣ କହିଦଉଛି, ଅଭିମାନ କରନି, ରାଗ କରନି, ଏହା ଦ୍ଵାରା ତାର କ୍ଷତି ହଉଛି, ମୋର ମଧ୍ୟ କ୍ଷତି ହଉଛି, ମଣ୍ଡଳୀର କଣ ହଉଛି, କ୍ଷତି ହଉଛି। ଆଉ ବିଶେଷ କରି ତାର କ୍ଷତି ହଉଛି ଈଶ୍ୱରଙ୍କର, ତାଙ୍କର ଯୋଉ ଆତ୍ମା ସେ ପାଇଥିଲେ, ସେ ଆତ୍ମା କଣ କରୁଛନ୍ତି, ସେ ପୁଣି ଥରେ ହରଉଛନ୍ତି। ଆଉ ସେ ହରେଇବାର ଭାଗିଦାରୀ ମଧ୍ୟ ଆମେ ହଉଛେ, ଯଦି ଆମେ ମଣ୍ଡଳୀର କୌଣସି ସଦସ୍ୟକୁ ଆମେ ଯଦି କ୍ଷମା କରୁନେ, ତାର ଯଦି କଣ ହଉଛି ଅସୁବିଧା, ତା ଭାଗିଦାରୀ ମଧ୍ୟ କଣ ହଉଛେ, ଆମେ ହଉଛେ। ୟା ଦ୍ଵାରା ମଧ୍ୟ ସେ ବିଶ୍ୱାସୀ ବା ସେ ଖ୍ରୀଷ୍ଟିଆନ କଣ ହୁଏ, ବିଶ୍ୱାସରେ ଦୁର୍ବଳ ହୁଏ। ଆଉ ଗୋଟେ କଥା ଅଛି, କଣ ଆମେ ପରସ୍ପରକୁ ବେଶୀ ମିଛ ମଧ୍ୟ ହଉଛୁ, ବହୁତ ମିଛ କହୁଛୁ ଆମେ, ଏହା ମଧ୍ୟ ୟା ଦ୍ଵାରା ମଧ୍ୟ କଣ ହୁଏ, ବିଶ୍ୱାସରେ ଆମେ ଦୁର୍ବଳ ହଉ। କଲୋସିଓ 3:9 କଲୋସିଓ 3:9 ପରସ୍ପର ମିଥ୍ୟା କୁହ ନାହିଁ, ତୁମେମାନେ ତ ପୁରାତନ ସ୍ୱଭାବ ଓ ସେତିକି ଲେଖା ଅଛି। ଠିକ ଅଛି, ଏତିକି ଥାଉ। ଏଇଟା ଆମେ କଣ ଦେଖୁଛେ, ପରସ୍ପର ମିଥ୍ୟା କୁହ ନାହିଁ।
ଆମେ ପରସ୍ପର କଣ ପାଇଁ ଆମେ ମିଛ କହିବା କଣ ପାଇଁ ଯାଉଛି? ମନେକର ଜଣେ ଭୁଲ କରିଦେଇଛେ, ଆମେ ସ୍ୱୀକାର କରିବା। ସ୍ୱୀକାର କଲେ ସିନା ପ୍ରଭୁ ଆମକୁ କ୍ଷମା କରିବେ। ଆମେ ଯଦି ଭୁଲ କରିଛେ, ପରମେଶ୍ୱରଙ୍କୁ ତ ମିଛ ହଉଛେ। ଆମେ କଣ କରୁଛେ? ଆମେ ଆପସକୁ ମଧ୍ୟ ମିଛ କହୁଛେ। ଆମେ ଯଦି ସତ କଥାଟା ଆମେ କହିବା, ଆମେ ତାର ଅସୁବିଧା ପାଇଁ, ତାର ସମସ୍ୟା ପାଇଁ ଆମେ କଣ କରିବା? ପ୍ରାର୍ଥନା ମଧ୍ୟ କରିପାରିବା। ଯଦି ସେ କଣ ଅସୁବିଧାରେ ପଡିଛି, ଆମେ ତାକୁ ସେଇଠୁ ମୁକୁଳେଇ ମଧ୍ୟ ପାରିବା। ତେଣୁ ଆମେ କଣ କହୁଛେ? ପରସ୍ପରରୁ ଆମେ କଣ କହୁଛେ? ଆମେ ମିଥ୍ୟା ଆମେ କହୁଛେ। ତେଣୁ ବାକ୍ୟ ମଧ୍ୟ ଆମେ କଣ କହୁଛି? ପରସ୍ପର ତମେ ମିଥ୍ୟା କୁହ ନାହିଁ। ଏଇଟା ତ ଥିଲା ସବୁ ଆଗର ମାନେ ଭାବ। ଯୋଉ ସମୟରେ ଆମେ ପରମେଶ୍ୱରଙ୍କୁ ଜାଣିନଥିଲେ, ଯୋଉ ସମୟରେ ଆମେ ପରମେଶ୍ୱରଙ୍କୁ ଚିହ୍ନ ନଥିଲେ, ଯାହା ମୁଁ ବାହାରେ ଅଛି, ଯାହା ଭିତରେ ଅଛି, ସେଇଆ ମୁଁ ମୋର ଭାଇକି ମୁଁ ଦେଖେଇବି। ମୁଁ ଇଆଡେ ମଣ୍ଡଳୀରେ ଭଲ, ଆଉ ଖ୍ରୀଷ୍ଟିଆନ ଭାଇ ଭଉଣୀ ସାମ୍ନାରେ ଭଲ, କିନ୍ତୁ ବାହାରୁ କଲେ କଣ ହେଇଯାଉଛି? ମୁଁ ଅଲଗା ହେଇଯାଉଛି। ମାନେ ତା ମଧ୍ୟ ମୁଁ କଣ କହୁଛି? ମୁଁ ମିଥ୍ୟା ମୁଁ କହୁଛି। ମୁଁ ବାହାରେ ଯେମିତି ଭିତରେ ସେମିତି ହେବା ଦରକାର। ଆଉ ମଣ୍ଡଳୀ ଭାଇ ମାନଙ୍କ ଆଗରେ ମୋର କଥାବାର୍ତ୍ତା, ମୋର ଚାଲିଚଳନ ସେଇ ସମୟରେ ଯେମିତି ହେବା ଦରକାର, ସବୁ ସମୟରେ ସେମିତି ହେବା ଦରକାର। ଆମ ଭିତରେ କିଛି ଲୁଚା ଛପା, କିଛି ଆଉ ଲାଜ ସରମ, କିଛି ମାନେ ରାଗ, ହିଂସା, କୁଟ, କପଟ ଏଗୁଡା ଜମା ରହିବାର ଆବଶ୍ୟକ ନୁହେଁ। ଏହା ଗୋଟେ ଶୈତାନର କାର୍ଯ୍ୟର ଗୋଟେ ଏଇଟା ଉଦାହରଣ। ଗୋଟେ ମୋର ମଣ୍ଡଳୀ ଭାଇ ପାଇଁ, ମଣ୍ଡଳୀ ଭାଇ ଭଉଣୀ ଜାଗତିକ ଭାଇ ଭଉଣୀ ଠାରୁ ମଧ୍ୟ କାହିଁରେ ଅଧିକ, କେତେ ଅଧିକ। ଏବେ ଆମେ ଦେଖୁଛୁ ଇଏରେ ନ୍ୟୁଜ ମାନଙ୍କରେ ଭାଇ ଭାଇ ମାନେ ମାରାମାରି ହେଇଯାଉଛନ୍ତି, ଜୀବନ ନିଆନି ହେଇଯାଉଛନ୍ତି। କିନ୍ତୁ ଆମମାନଙ୍କୁ ଗୋଟେ ପରିବାର କରି ଗଠନ କରିଛନ୍ତି, ଗୋଟେ ପରିବାର କରି ତିଆରି କରିଛନ୍ତି। କାରଣ ପରିବାରରେ ହିଁ ପରସ୍ପର ମଧ୍ୟରେ ବିଶ୍ୱାସ, ପ୍ରେମ, ଭରସା ଏଇଗୁଡା କହିବା ନିତାନ୍ତ ଆବଶ୍ୟକ। ତେଣୁ ବାକ୍ୟ ଆମେ କଣ କୁହେ? ପରସ୍ପରକୁ କଣ କର? ପ୍ରେମ କର। ପରସ୍ପରକୁ ଭରସା କର। ପରସ୍ପର କଣ ହୁଅ? ଆଉ ସମସ୍ତ କଥା, ସମସ୍ତ ବିଷୟ କଣ କର? ସାଝା କର। ମାନେ ମାନେ ପରସ୍ପରକୁ ମାନେ କୁହ। କହିଲେ ଥାଇକି କଣ ହବ? ଆମର ବିଶ୍ୱାସ ଟା ବଢିବ। ଆମେ କଥାବାର୍ତ୍ତା ହେଲେ ସିନା ଜାଣିବା କିଏ ବିଶ୍ୱାସରେ ଦୁର୍ବଳ ଅଛି, କିଏ ବିଶ୍ୱାସରେ ସବଳ ଅଛି। କାହା ପାଖକୁ ଗଲେ ମୁଁ ବିଶ୍ୱାସରେ ଆହୁରି ସବଳ ହେଇପାରିବି। ଏଇସବୁ ବିଷୟ ଆମେ କଣ କରିବା? ଶିଖିବା। ଲାଷ୍ଟ ଆମେ ପଢିବା ରୋମିଓ 12:10। ରୋମିଓ 12:10। ଭାତୃ ପ୍ରେମରେ ପରସ୍ପର ପ୍ରତି ସ୍ନେହଶୀଳ ହୁଅ, ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର। ସମାଦାରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ ହବ। ମାନେ ସିଏ ମତେ ପ୍ରେମ ନ କରୁ, ମୁଁ କଣ କରିବି? ମୁଁ ପ୍ରେମ ଦେଖେଇବି। ସେଇଟା ଆମ ମଧ୍ୟରେ କହିବା ଦରକାର। ସିଏ ପ୍ରେମ ନ କରୁ ମତେ, ସେ ଭାଇ ମତେ ରାଗୁ, ସେ ଭାଇ ମତେ ମିଛ କହୁ, କିନ୍ତୁ ମୁଁ ମୋ ଭିତରେ ଯାହା ଅଛି ମୁଁ ଦର୍ଶେଇବି। କାରଣ ମୋ ପ୍ରେମ ଦେଖିକି, ମୋର ସବୁ ବିଷୟ ଦେଖିକି କାଳେ ସେ ଭାଇ କଣ ହବ? ପରିବର୍ତ୍ତନ ହବ। ଏମିତି ନୁହେଁ କି ମୋ କାର୍ଯ୍ୟ ଦେଖିକି ସେ ଭାଇ ଈଶ୍ୱରଙ୍କୁ ଛାଡି ଯେମିତି ନ ହଳଉ। କାରଣ ତାର ହେଲେ ସେମିତି ହେଲେ ସେଇ ଦଣ୍ଡଟା କଣ ପାଇବି? ମୁଁ ପାଇବି। ମୋ ମାଧ୍ୟମରେ ବା ମୋ ଦ୍ଵାରା କୌଣସି ଆତ୍ମା ଯେପରି ବିନଷ୍ଟ ନ ହଉ, ଏହା ସବୁବେଳେ ମାନେ ଆଉ ଆମର ମାଇଣ୍ଡରେ ଆମକୁ ରଖିବାକୁ ପଡିବ। ଆଉ ମଣ୍ଡଳୀର ଗଠନର ପ୍ରକୃତର ଉଦ୍ଦେଶ୍ୟ ସେଇଆ କି ଆମେ ପରସ୍ପର ମିଶିକି ରହିବା। କାରଣ ଏକଲା ଝିଅ ହବ ମାନେ ଶୈତାନ ତାକୁ ଯେମିତି ବି ଖାଲିରେ ପକେଇବ, ଯେମିତି ବି ସେ କଣ ହବ? ପରୀକ୍ଷାରେ ପଡିବ। ଏହା ହଉଛି ବହୁତ ଉଦାହରଣ ମଧ୍ୟ ଆମେ ବାକ୍ୟ ଦେଖୁଛେ। ଆଉ ଆମେ ଜାଗତିକରେ ମଧ୍ୟ ଆମେ ଆମ ଆଖି ଆଗରେ ମଧ୍ୟ ଆମେ ଦେଖୁଛେ। ଯିଏ ଏକଲା ହେଇଯାଉଛି, ସିଏ ଆଗେ ପରୀକ୍ଷାରେ ଆରାମରେ ପଡି ଯାଉଛି। ତେଣୁ ଆମକୁ ସବୁବେଳେ କଣ? ଏକ ହେଇକି ଆମମାନଙ୍କୁ ରହିବାକୁ ପଡିବ। ଯେମିତି ରୋମିଓ 12:16 କଣ କହୁଛି? ପରସ୍ପର ପ୍ରତି ଏକ ମନା ହୁଅ, ଉଚ୍ଚ ଅଭିମାନୀ ନ ହୋଇ ଦିନ ଲୋକମାନଙ୍କ ସଙ୍ଗୀ ହୁଅ, ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ। ମୁଁ ଜାଣିଛି, ମୁଁ ଶୁଣିଛି, ମୁଁ ବଡ, ସିଏ ମୋ ପାଖକୁ ଆସିବ, ମୁଁ ଯିବିନି ତା ପାଖକୁ। ଏଇ ମନ ଆମେ ରଖିବାନି। ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଠାରେ ଆମେ ସମାନ।
ସମସ୍ତେ ଆମେ ସମାନ, ସମସ୍ତେ ପରସ୍ପର କଣ କରିବା, ସମ୍ମାନ କରିବା, ପରସ୍ପରକୁ ଆମେ ପ୍ରେମ କରିବା, ପରସ୍ପର ଦୁଃଖ ସୁଖ ଆମେ ସାझା କରିବା, କଥାବାର୍ତ୍ତା ହବା, ତାହେଲେ ଆମର ବିଶ୍ୱାସ ଟା ଆହୁରି କଣ ହବ, ବଢିବ, ଆମ ପ୍ରେମଟା ଆହୁରି ଈଶ୍ୱର ପ୍ରତି ଆହୁରି ବଢିବ, ଈଶ୍ୱର ମଧ୍ୟ ସନ୍ତୁଷ୍ଟ ହେବେ, ଈଶ୍ୱର କଣ କରିବେ, ଆଶୀର୍ବାଦ କରିବେ। ତ ଯାହା ହଉ ପରମେଶ୍ୱର ଏତିକି ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏ ବାକ୍ୟ ମାଧ୍ୟମରେ ଆମେ ଯାହା ବି ଶିଖିଲେ ଆମେ ଆଗାମୀ ଦିନ ମାନଙ୍କରେ ତା ଆମେ କାର୍ଯ୍ୟରେ ଆମେ ଲଗେଇ ପାରିବା, ଏହା ପାଇଁ ମଧ୍ୟ ଆମେ ପରମେଶ୍ୱର ଠାରେ କଣ କରିବା, ଆମେ ପ୍ରାର୍ଥନା କରିବା। सबसे पहले परमेश्वर को धन्यवाद देते हैं, और बाकी जितना भी हमें आए हुए सभी को धन्यवाद देते हैं। और आज का जो विषय हम लोगों ने सुने रिंटू भाई से, ये बहुत ही अच्छा वाला मैसेज है। और परमेश्वर हमेशा हम लोग से चाहते कि हम अपने अंदर का जो गलतियों को हम सुधारें, और परमेश्वर किसी न किसी के द्वारा से हमें सिखाते हैं, हमें समझाते हैं, हमें बुलाते हैं। परमेश्वर अभी डायरेक्टली आके किसी को हाथ पकड़ के खींच के नहीं लेंगे। परमेश्वर हम लोग के माध्यम से, हम लोग के द्वारा से परमेश्वर हम लोग के बीच में काम कर रहे हैं। और सच में जो आज हम लोग ने सुने, हर एक चीज़ में, हर एक चीज़, चाहे प्रेम हो, चाहे क्षमा जो माफ़ी हो, चाहे एक दूसरे के लिए प्रार्थना हो, एक दूसरे को आदर करना हो, एक दूसरे का भार को हमें उठाना पड़ेगा, एक दूसरे को हम विश्वास करना होगा, हम एक दूसरे को झूठ ना बोलना होगा, भरोसा करना होगा। और ये सारी चीज़ें हमें जो सिखाया है, हर विश्वासी में ये होना चाहिए। अगर हमें ये सारा स्वभाव अगर नहीं है, तो हम कभी भी हम गिर सकते हैं, कभी भी हम भटक सकते हैं, और हमें आसानी से हमें शैतान, हमें प्रभु से हमें दूर कर सकते हैं। इसीलिए ये जितने भी आज हम सुने हैं, हमें ध्यान से इसको सुने, सभी लोग ने सुने बोल के आशा करते हैं, और इसको हम कोशिश करेंगे कि हम अपना जीवन में इसको इस्तेमाल करेंगे। ବର୍ତ୍ତମାନ ଯାହା ଯାହା ରିକ୍ୱେଷ୍ଟ ସମସ୍ତେ କରିଛନ୍ତି, ସମସ୍ତଙ୍କ ପାଇଁ ଆମ ମଧ୍ୟରେ ନରେନ୍ଦ୍ର ଭାଇ ଅଛି, ଆଉ ଅଛନ୍ତି, ସେ ପ୍ରାର୍ଥନା କରିବେ। ଠିକ ଅଛି, ଠିକ ଅଛି ନରେନ୍ଦ୍ର ଭାଇ। ହଉ, ଆସନ୍ତୁ ଏତେବେଳେ ଆମେ ପ୍ରାର୍ଥନା କରିବା। हे ଆମମାନଙ୍କର ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ମଙ୍ଗଳମୟ ପିତା ପରମେଶ୍ୱର, ଗୌରବ ସମ୍ଭ୍ରମ ସ୍ତୁତି ପ୍ରଶଂସା କେବଳ ଆପଣଙ୍କୁ ଦଉଛୁ ପିତା, କାରଣ ଆପଣ ହିଁ ଏକମାତ୍ର ପରମେଶ୍ୱରଟ। ଗୌରବ ସମ୍ଭ୍ରମ ପାଇବା ପାଇଁ ଏକମାତ୍ର ଯୋଗ୍ୟବନ୍ତ ଆପଣ, ଏକମାତ୍ର ଜୀବିତ ସତ୍ୟ ପରମେଶ୍ୱରଟ। ଆପଣଙ୍କର ପବିତ୍ର ନାମକୁ କୋଟି କୋଟି ଧନ୍ୟବାଦ ପିତା। ଧନ୍ୟବାଦ ଦଉଛୁ ଆଜିର ଏଇ ସୁନ୍ଦର ଦିନ ନିମନ୍ତେ, ଧନ୍ୟବାଦ ଦଉଛୁ ଆପଣଙ୍କର ସମସ୍ତ ଦୟା ଅନୁଗ୍ରହ ନିମନ୍ତେ। ଏ ପର୍ଯ୍ୟନ୍ତ ଆପଣଙ୍କର ଅସୀମ ଦୟା ଅନୁଗ୍ରହ ଆମ ସମସ୍ତଙ୍କ ପ୍ରତି ବର୍ତ୍ତାଇ ରଖିଥିବାରୁ ଆପଣଙ୍କୁ କୋଟି କୋଟି ଧନ୍ୟବାଦ ପିତା। ଏତେବେଳେ ଏକ ସୁନ୍ଦର ସମୟ ମଧ୍ୟରେ ଆପଣଙ୍କର ପବିତ୍ର ବାକ୍ୟ ଦ୍ୱାରା ପିତା ଆମମାନଙ୍କୁ ପଢାଇ ନେଲ ପିତା। ଦୟା, କ୍ଷମା, ପ୍ରେମ ଏଇ ବିଷୟରେ ଆମମାନଙ୍କୁ ଶିକ୍ଷା ଦେଲ, ଏହା ଯେପରି ଆମମାନଙ୍କର ଜୀବନରେ ଦେଖାଯିବ, ଏଇ ଗୁଣ ଆମମାନଙ୍କର ଜୀବନରେ ଯେପରି ଦେଖାଯାଇ ପାରିବ ପିତା। ଏଥିପାଇଁ ଆମ ସମସ୍ତଙ୍କୁ ଆପଣଙ୍କର ବାକ୍ୟକୁ ଅନୁଗମନ କରିବା ପାଇଁ ସାହାଯ୍ୟ କର। ଆପଣଙ୍କର ବାକ୍ୟ ଅନୁସାରେ ଜୀବନ ବଞ୍ଚିବା ପାଇଁ ଆମମାନଙ୍କୁ ସାହାଯ୍ୟ କର ପିତା। ପରସ୍ପର ପ୍ରତି ସହନଶୀଳ ହେବୁ, ପରସ୍ପରକୁ ବଚସା ନ କରିବୁ, ପ୍ରେମରେ, ଭାଇଚାରାରେ ଆହୁରି ଅଧିକରୁ ଅଧିକ ଭାବରେ ଆମମାନେ ବଢିପାରିବୁ। ଆପଣଙ୍କର ଦୃଷ୍ଟିରେ ଆମମାନେ ଅନୁଗ୍ରହର ପାତ୍ର ପାତ୍ରୀ ହୋଇପାରିବୁ, ଆଶୀର୍ବାଦର ପାତ୍ର ପାତ୍ରୀ ହୋଇପାରିବୁ। ଏଥିପାଇଁ ଆମ ସମସ୍ତଙ୍କୁ ସାହାଯ୍ୟ କର। ପୁଣି ଭାଇ, ଯୋଉ ବିଷୟ ପିତା ଆମମାନଙ୍କର ମଧ୍ୟରେ ବୁଣି ଅଛନ୍ତି, ଯୋଉ ବାକ୍ୟ ରୂପ ବୀଜ ଆମମାନଙ୍କର ଜୀବନରେ ବୁଣି ଅଛନ୍ତି, ତାହା ଯେପରି ଆମମାନଙ୍କର ଜୀବନରେ ଅଙ୍କୁରିତ ହୋଇପାରିବ, ଫଳ ଉତ୍ପନ୍ନ କରିପାରିବ। ଏଥିପାଇଁ ପିତା ଆମ ସମସ୍ତଙ୍କୁ ସାହାଯ୍ୟ କର। ଆମମାନଙ୍କର ଏଇ ଶରୀର ରୂପ ଭୂମିକୁ ଉର୍ବରା କର, ଯେପରି ଏଇ ଭୂମିରେ ପିତା ସେଇ ଗଛ ଉତ୍ପନ୍ନ ହୋଇପାରିବ, ପୁଣି ଫଳ ଉତ୍ପନ୍ନ ହୋଇପାରିବ। ଏହି ପ୍ରକାର ଆମମାନଙ୍କର ଜୀବନକୁ ହେବା ନିମନ୍ତେ ସାହାଯ୍ୟ କର ପିତା। ଯେତେବେଳେ ପ୍ରାର୍ଥନା କରୁଅଛି, ଆଉ ମାଧବ ଭାଇ ଯୋଉ ବିଷୟ ଆମମାନଙ୍କର ମଧ୍ୟରେ ରଖିଥିଲେ, ଆଉ ଢମଣାରେ ଭଉଣୀ ମାନଙ୍କର ଜୀବନରେ ପିତା କଣ ଚାଲିଅଛି ତାହା ମୁଁ ଜାଣି ନାହିଁ ପିତା, କିନ୍ତୁ ଆପଣ ଜାଣନ୍ତି ପିତା। ସେଇ ଭଉଣୀ ମାନଙ୍କୁ ଉତ୍ତମ ବୁଦ୍ଧି ଜ୍ଞାନ ଦିଅ, ପୁଣି ସେମାନଙ୍କୁ ଉତ୍ତମ ମାର୍ଗରେ ଫେରାଇ ଆଣ, ଆତ୍ମିକ
ବୁଦ୍ଧି ଜ୍ଞାନରେ ଅଭିବୃଦ୍ଧି ହେବା ପାଇଁ ସାହାଯ୍ୟ କର, ସେମାନଙ୍କର ଶାରୀରିକ ଦୁର୍ବଳତାକୁ ମଧ୍ୟ ଦୂର କର, ପୁଣି ମାନସିକ ଦୁର୍ବଳତାକୁ ମଧ୍ୟ ଦୂର କର। ଶାରୀରିକ ଭାବରେ ସୁସ୍ଥ ସବଳ ହେବା ସଙ୍ଗେ ସଙ୍ଗେ ଆତ୍ମିକ ଶରୀରରେ ମଧ୍ୟ ସୁସ୍ଥ ସବଳ ହୋଇ ଆପଣଙ୍କର ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ, ଆଶୀର୍ବାଦ ପ୍ରାପ୍ତ ହେବା ନିମନ୍ତେ, ସନ୍ତୋଷର ପାତ୍ର ପାତ୍ରୀ ହେବା ନିମନ୍ତେ ପିତା ସେମାନଙ୍କୁ ସାହାଯ୍ୟ କର। ପୁଣି ସେହି ସ୍ଥାନରେ ବସବାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଆପଣଙ୍କର ହସ୍ତରେ ଦଉଅଛି। ପିତା ସମସ୍ତଙ୍କୁ ଉତ୍ତମ ବୁଦ୍ଧି ଜ୍ଞାନ ଦେଇ ଉତ୍ତମ ମାର୍ଗରେ ଧାବମାନ ହେବା ନିମନ୍ତେ ସାହାଯ୍ୟ କର। ପୁଣି ମାଧବ ଭାଇଙ୍କୁ ମଧ୍ୟ ଆପଣଙ୍କର ହସ୍ତରେ ଦଉଅଛି। ପିତା ଯେଉଁ ସ୍ଥାନରେ ସେ ରହୁଅଛନ୍ତି ପିତା ସେହି ସ୍ଥାନରେ ତାଙ୍କୁ ତୁମେ ସୁରକ୍ଷା ଦିଅ। କୌଣସି ପ୍ରକାର ବିପଦ ଆପଦ ଘଟିଲେ ହିଁ ପିତା ତାଙ୍କୁ ତୁମେ ଉଦ୍ଧାର କର। ସେହି ସ୍ଥାନରେ ପିତା ତାଙ୍କୁ ତୁମେ ଆଶୀର୍ବାଦ କର, ତାଙ୍କର ଆଧ୍ୟାତ୍ମିକ ଜୀବନରେ ଅଭିବୃଦ୍ଧି ହେବା ପାଇଁ, ଆପଣଙ୍କର ସେବା କରିବା ପାଇଁ ସାହାଯ୍ୟ କର, ଆଶୀର୍ବାଦ କର। ତାଙ୍କୁ ସୁସ୍ଥ ସବଳ ରଖ, ତାଙ୍କର ସକଳ ପରିବାରର ଯତ୍ନ ତତ୍ନ ତୁମେ ନିଅ। ତାଙ୍କର ପ୍ରତ୍ୟେକ ଆବଶ୍ୟକତା ଦେଇ ତାଙ୍କୁ ପ୍ରତିପାଳନ କର। ପୁଣି ତାଙ୍କର ସଙ୍ଗେ ସଙ୍ଗେ ଥାଇ ତାଙ୍କୁ ତୁମେ ସୁରକ୍ଷା ଦିଅ। ପୁଣି ପ୍ରାର୍ଥନା କରୁଅଛି ସନ୍ତାଳୀ ଭାଇଙ୍କ ନିମନ୍ତେ, ତାଙ୍କର ସ୍ତ୍ରୀଙ୍କ ନିମନ୍ତେ, ତାଙ୍କର ସକଳ ପରିବାର ନିମନ୍ତେ ପିତା ସେମାନଙ୍କର ପ୍ରତ୍ୟେକ ଆବଶ୍ୟକତା ଦେଇ ସେମାନଙ୍କୁ ସୁସ୍ଥ ସବଳ ରଖ। ପୁଣି ଏତେବେଳେ ସନ୍ତାଳୀ ଭାଇଙ୍କର ଯେଉଁ ସ୍ତ୍ରୀଙ୍କର ଦେହ ଅସୁସ୍ଥ ଅଛି ପିତା ତାଙ୍କୁ ତୁମେ ସୁସ୍ଥତା ଦିଅ, ଆରୋଗ୍ୟତା ଦିଅ। ସୁସ୍ଥ ସବଳ ଥାଇ ଆପଣଙ୍କର ମହିମା କରିବା ପାଇଁ ତୁମେ ସାହାଯ୍ୟ କର, ଆଶୀର୍ବାଦ କର। ଯେତେବେଳେ ପ୍ରାର୍ଥନା କରୁଅଛି ପିତା ଧରମ ଭାଇଙ୍କର ପୁଅଙ୍କ ନିମନ୍ତେ, ପିତା ସେଇ ପୁଅଙ୍କୁ ମଧ୍ୟ ଆପଣଙ୍କ ହସ୍ତରେ ଦଉଅଛି। ତାଙ୍କର ଶରୀରକୁ ମଧ୍ୟ ସୁସ୍ଥ ସବଳ ରଖ, ଉତ୍ତମ ସ୍ୱାସ୍ଥ୍ୟ ଦେଇ ପ୍ରତିପାଳନ କର, ଉତ୍ତମ ସ୍ୱାସ୍ଥ୍ୟ ଭୋଗ କରିବା ନିମନ୍ତେ ଦୟା କର। ମଧ୍ୟ ମନିରାମ ଭାଇଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରୁଅଛି ପିତା। ତାଙ୍କେ କହୁଥିଲେ ତାଙ୍କର ଶ୍ୱାସ ରୋଗ ଅଛି ପିତା, ତାଙ୍କର ଶ୍ୱାସ ରୋଗକୁ ଭଲ ହେବା ପାଇଁ ସାହାଯ୍ୟ କର। ପିତା ଯେଉଁ ମେଡିସିନ ଖାଉଅଛନ୍ତି ସେଇ ମେଡିସିନକୁ ତୁମେ ଆଶୀର୍ବାଦ କର। ପିତା ସୁସ୍ଥତା ମେଡିସିନ ଦ୍ୱାରା ଆସିଥାଏ ନାହିଁ, କିନ୍ତୁ ଆପଣଙ୍କର ଅନୁଗ୍ରହ ଦ୍ୱାରା ଆସିଥାଏ, ଆପଣଙ୍କର ଆଶୀର୍ବାଦ ଦ୍ୱାରା ଆସିଥାଏ। ସେପରି ବିଶ୍ୱାସରେ ପିତା ଆପଣଙ୍କର ଦ୍ୱାରା ସୁସ୍ଥତା ଲାଭ କରିପାରିବେ, ଏଥିପାଇଁ ସାହାଯ୍ୟ କର। ରିଣ୍ଟୁ ଭାଇଙ୍କୁ ତାଙ୍କର ପରିବାରକୁ ଆପଣଙ୍କର ହସ୍ତରେ ଦଉଅଛି। ପୁଣି ଯେତେ ଜଣ ପିତା ଏତେବେଳେ ଜଡ଼ିତ ହୋଇଅଛନ୍ତି ସେଇ ସମସ୍ତଙ୍କୁ ଆପଣଙ୍କର ହସ୍ତରେ ଦଉଛି। ସାରଙ୍କୁ ଆପଣଙ୍କର ହସ୍ତରେ ଦଉଛି। ପୁଣି ରୂପିକା ଦିଦିଙ୍କୁ ମଧ୍ୟ ଆପଣଙ୍କର ହସ୍ତରେ ଦଉଛି ପିତା। ଏଇ ଦିନ ମାନଙ୍କରେ ତାଙ୍କର ମଧ୍ୟ ପ୍ରସବ ହେବ ପିତା। ସେଇ ପ୍ରସବ ସମୟରେ ତାଙ୍କୁ ତୁମେ ସାହାଯ୍ୟ କର। ଯେଉଁ ବିଷୟ ଆବଶ୍ୟକ, ବଳ ଶକ୍ତି ବୁଦ୍ଧି ଜ୍ଞାନ ଧୈର୍ଯ୍ୟ ଯାହା ମଧ୍ୟ ଆବଶ୍ୟକ ତାହା ରୂପିକା ଦିଦିଙ୍କୁ ତୁମେ ପ୍ରଦାନ କର। ପୁଣି ଉତ୍ତମ ଭାବରେ ପିତା ଡେଲିଭରି ହେବା ନିମନ୍ତେ ସାହାଯ୍ୟ କର। ପୁଣି ଯେଉଁ ନବଜାତ ଶିଶୁ ଏଇ ଜଗତକୁ ଆସିବ ପିତା ସେଇ ଶିଶୁକୁ ମଧ୍ୟ ଆପଣଙ୍କର ହସ୍ତରେ ଦଉଅଛି। ସେଇ ଶିଶୁ ମଧ୍ୟ ଯେପରି ସୁସ୍ଥ ସବଳ ଭାବରେ ଆସିବ, ସମସ୍ତ ବିଷୟ ଉତ୍ତମ ଭାବରେ ଯେପରି ହେବ ପିତା ଏଥିପାଇଁ ସାହାଯ୍ୟ କର, ତୁମେ ଦୟା କର। ସାରଙ୍କୁ ମଧ୍ୟ ଆଶୀର୍ବାଦ କର ପିତା, ତାଙ୍କର ଆଧ୍ୟାତ୍ମିକ ଜୀବନକୁ ମଧ୍ୟ ଆହୁରି ଆହୁରି ଅଧିକ ରୂପେ ଅଭିବୃଦ୍ଧି ହେବା ପାଇଁ ସାହାଯ୍ୟ କର, ଦୟା କର, ଅନୁଗ୍ରହ କର। ପିତା ମଧ୍ୟ ଯେଉଁମାନଙ୍କର ନାମ ମୁଁ ଆପଣା ମୁଖରେ ନେଇ ନାହିଁ ପିତା ସେମାନଙ୍କୁ ମଧ୍ୟ ଆପଣଙ୍କର ହସ୍ତରେ ଦଉଅଛି। ଏ ଦେଶର ଆଇନ ବ୍ୟବସ୍ଥାକୁ ଆପଣଙ୍କର ହସ୍ତରେ ଦଉଅଛି। ପ୍ରତ୍ୟେକ ପିତା ଶାସନକର୍ତ୍ତା ମାନଙ୍କୁ ମଧ୍ୟ ଆପଣଙ୍କର ହସ୍ତରେ ଦଉଛି। ସମସ୍ତଙ୍କୁ ଉତ୍ତମ ବୁଦ୍ଧି ଜ୍ଞାନ ଦିଅ। ପୁଣି ମୁଁ ଦିନ ଅଯୋଗ୍ୟ ମୁଁ ଆପଣଙ୍କୁ ମଧ୍ୟ ଆପଣଙ୍କର ହସ୍ତରେ ଦଉଛି। ମୋର ସହଧର୍ମିଣୀଙ୍କୁ ଆପଣଙ୍କର ହସ୍ତରେ ଦଉଛି ପିତା। ତାଙ୍କର ମଧ୍ୟ ଏଇ ସମୟରେ ପ୍ରସବ ହେବାର ଅଛି ପିତା। ତାଙ୍କେ ମଧ୍ୟ ଯେପରି ପିତା ସମସ୍ତ ପ୍ରକାର ବଳ ଶକ୍ତି ଧୈର୍ଯ୍ୟ ପାଇ ପାରିବେ ପିତା, ଏଥିପାଇଁ ସାହାଯ୍ୟ କର। ତାଙ୍କର ମଧ୍ୟ ଯେପରି ସାଧାରଣ ଡେଲିଭରି ହେଇପାରିବ ପିତା, ଏଥିପାଇଁ ତୁମେ ସାହାଯ୍ୟ କର, ଦୟା କର। ଅବଶିଷ୍ଟ ପ୍ରତ୍ୟେକ ବିଷୟ ପିତା ଯାହା ମୁଁ ମାଗି ନାହିଁ, ଯାହା ମୁଁ ଭୁଲି ଯାଇଅଛି ପିତା, ସେଇ ସମସ୍ତ ବିଷୟ ପିତା ଆମମାନଙ୍କୁ ଯାଚି ପ୍ରଦାନ କର। ଆପଣ ଜାଣନ୍ତି ଆମମାନଙ୍କର କଣ ଆବଶ୍ୟକ କଣ ଅନାବଶ୍ୟକ, ଏଣୁ ପ୍ରତ୍ୟେକ ବିଷୟକୁ ଆପଣଙ୍କର ହସ୍ତରେ ଦେଇ ପ୍ରାର୍ଥନା ଶୁଣିଲ। ଏଥିପାଇଁ ଆପଣଙ୍କୁ ପୁନର୍ବାର କୋଟି କୋଟି ଧନ୍ୟବାଦ ଦେଇ ଏହି ସଫଳ ବିନତି ପ୍ରାର୍ଥନା ଆପଣଙ୍କର ପ୍ରିୟ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି ପିତା, ଆମେନ୍। ଆମେନ୍। ଆମେନ୍।